ଧନ୍ୟ ହଉ ଯେ ଆମର ଗ୍ରାମରେ ନୂଆଗଡ଼ ବାପ୍ଟିଷ୍ଟ ମଣ୍ଡଳୀରେ 70ତମ ଉଦ୍ୟୋଗ ସମ୍ମିଳନୀର ଅଧିବେଶନ ହେବାକୁ ଯାଉଛି। ସେଥିପାଇଁ ଆମେ ଭାଗ୍ୟବାନ ଅଟୁ। ଆଉ ପ୍ରଭୁଙ୍କୁ ଧନ୍ୟବାଦ ଯେ ଏଭଳି ଏକ ମହାସଭା 3 ଦିନ ହେବାକୁ ଯାଉଥିବା ବେଳେ ସେମିତିକା ଉପଯୁକ୍ତ ପଡ଼ିଆ ମଧ୍ୟ ମଣ୍ଡଳୀକୁ ପ୍ରଭୁ ଯୋଗାଇଛନ୍ତି। ପରିବାର ଦ୍ୱାରା କ୍ରୟ କଲେ ମଧ୍ୟ ଏଇଟା ପାଇବା ବହୁତ କଷ୍ଟସାଧ୍ୟ। ଏଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ। ଆଉ ଗ୍ରାମ ମଣ୍ଡଳୀର ଯୁବକମାନଙ୍କୁ ଅନୁରୋଧ କରୁଛି ଯେ 3 ଦିନ ସଭା ପାଇଁ ପରିଶ୍ରମ କରିବେ। କିଏ ରାସ୍ତାଘାଟରେ ବେକାରରେ ଠିଆ ହେବେନି, ନିଜେ କାହାକୁ ଠିଆ ନ ହେବା ପାଇଁ ଅନୁରୋଧ କରିବେ। ଆଉ ଶାନ୍ତି ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ସତ ଚେଷ୍ଟା କରିବାକୁ ଅନୁରୋଧ କରୁଛି। ଆଉ ଯାହା ସମସ୍ତ କାର୍ଯ୍ୟ ସେବା ଉପାସନା ଆତିଥ୍ୟ ସତ୍କାର ଗାଁ ପାଇଁ ତ ନୂଆ ନୁହେଁ, ତା କରି ଆସୁଛନ୍ତି। ଯେପରି 3 ଦିନ ମଧ୍ୟ ସ୍ୱତନ୍ତ୍ର ଭାବରେ ହେଇପାରିବ, ସେଥିପାଇଁ ହାତ ବଢ଼ାନ୍ତୁ, ସବଳ କରନ୍ତୁ। ପୁଣି ସର୍ବସାଧାରଣଙ୍କୁ ମୋର ଅନୁରୋଧ ଯେ ଭାଇ ଭଉଣୀମାନେ, ବାପା ମା' ମାନେ, ପୁଅ ଝିଅମାନେ ଅକାତରେ ଉପାସନାକୁ ସଭାକୁ ଆସି ଯୋଗ ଦେଇ ପ୍ରାର୍ଥନାର ସହିତ ଯେପରି ଅଧିବେଶନ ସାଫଲ୍ୟମଣ୍ଡିତ ହେବ। ସର୍ବୋପରି ଏଥିପାଇଁ ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରାର୍ଥନାର ସହିତ ସଭାକୁ ସାଫଲ୍ୟମଣ୍ଡିତ କରିବା ହେବେ ବୋଲି ମୁଁ ଅନୁରୋଧ କରିଛି। ଧନ୍ୟବାଦ। ଏହି ସମୟରେ ମୁଁ ପରିଛା ମହାଶୟଙ୍କୁ ଅନୁରୋଧ କରିବି, ଏହି 3 ଦିନ ବ୍ୟାପୀ ସଭା ଯେ ପ୍ରକାର ଶାନ୍ତି ଶୃଙ୍ଖଳାରେ ଆଶୀର୍ବାଦ ଯୁକ୍ତ ହେବ, ଅନେକ ଯିବା ଆସିବା କରିବେ ଏବଂ ମଣ୍ଡଳୀର ସମସ୍ତ ଆୟୋଜନ ପ୍ରସ୍ତୁତିରେ ଯେ ପ୍ରକାର ପ୍ରଭୁ ଆଶୀର୍ବାଦ କରିବେ, ତାଙ୍କର ହସ୍ତ ରଖିବେ, ସମସ୍ତ କୁଶଳରେ ହେବ, ସେଥିପାଇଁ ପ୍ରାର୍ଥନା କରିବେ। ମୁଁ ଅନୁରୋଧ କରି ପ୍ରଭୁଙ୍କ ଦାସ ପରିଛା ମହାଶୟ ପ୍ରାର୍ଥନା କରିବେ। ଆସନ୍ତୁ। ସର୍ବଶକ୍ତିମାନ ମହିମାମୟ ଗୌରବ ସମ୍ଭ୍ରମୟ ପ୍ରଭୁ, ତୁମେ ଆପଣା ନାମର ଅନୁରୋଧରେ କର୍ମକାରୀ ପରମେଶ୍ୱର, ତେଣୁ ତୁମ ଗୌରବ ନାମ ଧନ୍ୟ ହେଉ। ସ୍ଥାନକୁ ସମର୍ପଣ କରୁଛ। ଏହି ସ୍ଥାନ ପବିତ୍ର ହେଉ। ତୁମ ଶ୍ରୀମୁଖର ପ୍ରସନ୍ନତାରେ 3 ଦିନର ଅଧିବେଶନ ମୋର ଆଶ୍ଚର୍ଯ୍ୟ ନାମରେ ସର୍ବୋପରି ପବିତ୍ର ଓ ମହାନ ଆଶ୍ଚର୍ଯ୍ୟ ନାମରେ ପ୍ରସନ୍ନଚିତ ହୁଅ, ସାଫଲ୍ୟ ମଣ୍ଡିତ ହେବାକୁ ଦିଅ। ଗ୍ରାମ ମଣ୍ଡଳୀ ପରିବେଶ, ଚତୁର୍ଦିଗର ପରିବେଶକୁ ତୁମେ ନିୟନ୍ତ୍ରଣ କର। କୌଣସି ପ୍ରତିକୂଳ ସମସ୍ୟା ନ ଘଟି ଯେପରିକି ଶାନ୍ତି ଶୃଙ୍ଖଳାରେ ତୁମର ଆଶୀର୍ବାଦର ପ୍ରଚୁରତାରେ ଗ୍ରାମ ମଣ୍ଡଳୀରେ ଏହି ଅଧିବେଶନ ସଫଳ ହୋଇ ଠିଆ ହେବ। ଏଥିପାଇଁ ଦୟାକର ଚତୁର୍ଦିଗର ଭାଇ ଭଉଣୀମାନଙ୍କୁ ମଧ୍ୟ ଠିକ୍ ସମୟରେ ଯେପରି ସର୍ବକୁଶଳରେ ଆସିପାରିବେ, ସେବା ଉପାସନା କରି ଫେରିପାରିବେ, ଏଥିପାଇଁ ଦୟାକର। ଗୌରବ ମହିମା ତୁମର ହେଉ। ମଙ୍ଗଳମୟ ସ୍ୱର୍ଗୀୟ ପିତା ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି, ଆମେନ୍।